ଲୁଟେରା ମାନଙ୍କ ବିଭିନ୍ନ ଅଭିନବ କାରନାମା ସାମ୍ନାକୁ ଆସୁଥିବା ବେଳେ ଠିକଣା ପଚାରିବା ବାହାନାରେ ଜଣେ ଜୁଏଲାରୀ ମାଲିକଙ୍କ ବାଇକ୍ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି ଲୁଟେରା। ଯେଉଁ ଦୃଶ୍ୟ ପାଖରେ ଲାଗିଥିବା ଏକ ସିସି କ୍ୟାମେରାରେ କଏଦ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡ଼ି ବଜାରରେ ଜୟନ୍ତୀ ଜୁଏଲାରୀ ନାମରେ କରୁଣାକର ସାହୁ ଏକ ଗହଣା ଦୋକାନ କରିଛନ୍ତି। ଆଉ ସବୁଦିନ ପରି ଗତ ରାତିରେ ନିଜର ଦୋକାନ ବନ୍ଦ କରି 6 କେଜି ଓଜନର ରୂପା ଓ 33 ଗ୍ରାମ ଓଜନର ସୁନା ଗହଣାକୁ ଏକ ବ୍ୟାଗରେ ପୁରାଇ ନିଜ ବାଇକ୍ ଡିକିରେ ରଖିଥିଲେ। ଏହି ସମୟରେ ଦୁଇଟି ବାଇକ୍ରେ 4 ଜଣ ଲୁଟେରା ଆସି ଜୁଏଲାରୀ ଦୋକାନର ମାଲିକ କରୁଣାକରଙ୍କୁ ସିମୁଳିଆ ଥାନାର ଠିକଣା ପଚାରୁଥିବା ବେଳେ ଅନ୍ୟ ଜଣେ ଦୁର୍ବୃତ୍ତ କରୁଣାକରଙ୍କର ବାଇକ୍ ଡିକି ଭାଙ୍ଗି ସେଥିରେ ଥିବା ଅଳଙ୍କାର ବ୍ୟାଗକୁ ଲୁଟି ନେଇ ଫେରାର ହୋଇଯାଇଥିଲା। ପରେ କରୁଣାକର ଏ ସମ୍ପର୍କରେ ଜାଣିବାକୁ ପାଇ ସିମୁଳିଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି। ସେପଟେ କିଛି ଦିନ ଧରି ସର ସିମୁଳିଆ ଓ ଖଇରା ଅଞ୍ଚଳରେ ଚୋରି ଡକାୟତି ବଢୁଥିବାରୁ ଲୋକମାନେ ଆଶଙ୍କା ଭିତରେ ରହୁଛନ୍ତି। से समय पर दी लोक गाड़ी अपोजिट साइड डाक सिमुलिया थाना सिमुलिया थाना 4 किलोमीटर पछू गले आप आसे ब्रिज दे पड़े ना ये समय भर से गाड़ी पछपट ठिया मुझे मार्किंग कर पारे से कंपनी टिकट काटिके सागे सागे से बैग नहीं पड़े नारिया रंगर सार्ट पिंधि आगू गाड़ी स्टार्ट हो रही से गाड़ी बसला सागे सागे से पड़े जो मो सहित कथा एम गाड़ी सब नहीं आप कौन दुकान कर जामझाड़ी बस कौन सब नहीं गले सर रूपा 6 किलो अधिक हम और सोना 30 ग्राम 32 ग्राम ଭିତରେ हम। ବାଲେଶ୍ୱର ଜିଲ୍ଲା ସୋରରୁ ସୁମନ୍ତ ଦାସଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।